ଆରେ ଅନ୍ୟକୁ କଣ କହିବା, ନିଜ ଘରେ ତ ବେଇମାନ ଅଛନ୍ତି। ଭାରତର ଗୁଣ କମ୍ ଆଉ ପାକିସ୍ତାନର ସମର୍ଥକ ଅଧିକ ଅଛନ୍ତି। ସେଥିପାଇଁ ଛାର ପାକିସ୍ତାନର ଅଧିକ ସାହସ ବଢି ଯାଉଛି। ପୁଅ ହୋଇକି ବାପାକୁ ନାଲି ଆଖି ଦେଖଉଛି। ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ମେ ମାସ 9 ତାରିଖ, ଓଡ଼ିଆ ବୈଶାଖ ମାସ 26 ଦିନ, ଶୁକ୍ରବାର, ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି, ଯାହା ଅପରାହ୍ନ 5:25 ପର୍ଯ୍ୟନ୍ତ ରହୁଛି। ଆଜି ତ୍ରୟୋଦଶୀ ତିଥି ତାପରେ ଆରମ୍ଭ ହଉଛି। ଆଜି ହସ୍ତା ନକ୍ଷତ୍ର, ଯାହା ରାତ୍ରି 2:12 ପର୍ଯ୍ୟନ୍ତ ରହୁଛି, ତାପରେ ଚିତ୍ରା ନକ୍ଷତ୍ର ଆରମ୍ଭ ହଉଛି। ଆଜି କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି, ଯାହା ପ୍ରାପ୍ତ 5:15 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:07। ଆଜି ଯୁଗ୍ନି ରହିଛି ନୈಋତ୍ୟ କୋଣରେ, ଯାହା ଅପରାହ୍ନ 5:25 ପର୍ଯ୍ୟନ୍ତ, ତାପରେ ଯୁଗ୍ନି ଯାଇକି ଦକ୍ଷିଣ କୋଣରେ ରହୁଛନ୍ତି। ଆଜି ଘାତ ଚନ୍ଦ୍ର ରହିଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଲାଗୁଛି। ଫଳ ରହୁଛି ପଶୁହାନି। ଆଜି ଦ୍ୱାଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ପୋଇ, ତତ୍ସହିତ ବାଇଗଣ ଭୋଜନ ନିଷେଧ ରହିଛି। ଆଜି ଆପଣମାନେ ଶୁଭ କାର୍ଯ୍ୟ କରିପାରିବେ, ଯାହାକି ବିବାହ ପାଣି ଗ୍ରହଣ। ଆଜିର ଅଶୁଭ ବେଳା, ଯାହା ଦିବା 8:18 ଦିବା 12 ମଧ୍ୟ ରହିଛି। ରାହୁକାଳ, ବାର ବେଳା ଏବଂ କାଳ ବେଳା, ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ସକାଳ 6:50 ସକାଳ 7:40 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 12:01 ଦିବା 1:15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:51 ଦିବା 3:27 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:40 ରାତ୍ରି 8:58 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ବ୍ୟକ୍ତିଙ୍କର। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ପ୍ରତ୍ୟେକ କାର୍ଯ୍ୟରେ ଆପଣ ନିଶ୍ଚିତ ଫଳାଫଳ ଶୁଭ ଫଳ ଯୁକ୍ତ ରହୁଛି। ଆସୁଥିବା ସମସ୍ତ କାର୍ଯ୍ୟ ଆପଣ ନିଶ୍ଚିତ ଶୀର୍ଷ ସ୍ଥାନରେ ପହଞ୍ଚିବେ, ଅର୍ଥାତ୍ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ତତ୍ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ମେଷ ରାଶି ବ୍ୟକ୍ତିଙ୍କର ଆଜି ସମ୍ପୂର୍ଣ୍ଣ ହେବାର ପୂର୍ଣ୍ଣ ଯୋଗ ରହୁଛି, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ଆଜି ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ତତ୍ସହିତ ମେଷ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ କଠିନ ପରିଶ୍ରମ କରି ନିଶ୍ଚିତ ସଫଳତା ପାଇବେ। ତତ୍ସହିତ ମେଷ ରାଶି ବ୍ୟକ୍ତି, ଆଜି ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକ ନିଶ୍ଚିତ ଆପଣଙ୍କୁ ଉତ୍ସାହ ଏବଂ ପ୍ରେରଣାଦାୟକ ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ବ୍ୟକ୍ତିମାନେ କାର୍ଯ୍ୟ କରୁଛନ୍ତି, ସେଥିରେ ନିଜର ଦକ୍ଷତା ପ୍ରତିଭା ପରିପ୍ରକାଶ କରିପାରନ୍ତି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ ଆପଣ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ତେବେ ମେଷ ରାଶି ବ୍ୟକ୍ତି, ଆଜି ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି, ନିଜର ଭାବନା ଏବଂ ନିଜର ଭଲ ପାଇବା ଅଧିକ ଦେଖାଦେବ ଏବଂ ଆକର୍ଷଣୀୟ ବଢିବ। ତତ୍ସହିତ ମେଷ ରାଶି ବ୍ୟକ୍ତି, ଆଜି ନୂତନ ପ୍ରେମର ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ଶୁଭ ଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି, ଆଜି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଭାଗ୍ୟ ଗ୍ରହ ଆପଣଙ୍କୁ ପୂର୍ଣ୍ଣ ଶୁଭ ଯୋଗ ପରିସ୍ଥିତି ବନଉଛି। ଆଜି ମେଷ ରାଶି ବ୍ୟକ୍ତି ଅର୍ଥ ସଞ୍ଚୟ କରିବାର ମଧ୍ୟ ସୁଯୋଗ ରହିଛି।
आज मेष राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे, मानसिक स्तर रे मध्य सुस्थ रहिबे। आज मेष राशि व्यक्तिंकर भाग्य संख्या रहिछि जहा कि 2, भाग्य रंग आपण कमला रंग व्यवहार करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति दैनंदिन कार्य प्रति निश्चित सचेतन एवं निजर सतर्कता निहाती आवश्यकता रही वृष राशि व्यक्तिंकर। तेबे वृष राशि व्यक्ति आज गुरुत्वपूर्ण निष्पत्ति ठारू निजकु दूरता अवलंबन करंतु। चाकरी क्षेत्र में कार्य करुथिबा बेले आपण टिके सावधान रुहंतु, कारण कार्य त्रुटि होई पारे। एहा प्रति सचेतन रहिबा सहित दैनंदिन कार्य रे आपण दुर्बलता अनुभव करि पारंती। तेणु यह प्रति सचेतन रहिबा सहित मन को स्थिर रखी सदा बेले सकारात्मक भावना रखी कार्य करंतु। देखिबे समस्त कार्य धीरे धीरे अग्रगति करिवो। तेबे वृष राशि व्यक्ति आज राजनीतिक सामाजिक क्षेत्र में आपणकर भाग्य निम्नगामी रहउची। शिक्षार्थी विद्यार्थी माने यह प्रति सचेतन रुहंतु, कारण आपण को सेतोटी भाग्य आपणकर साथ नाही। आज वृष राशि व्यक्ति प्रेम दुनिया रे जो माने जड़ित अछंती निज भितरे मतभेद सृष्टि होई पारे। तेणु सुसंपर्क स्थापन करिबा पई निश्चित चेष्टित रुहंतु। तेबे वृष राशि व्यक्ति आज नूतन प्रेम वार्तालाप करिबा पई दूरता अवलंबन करिबा सहित बंधु वर्गଙ୍କ सहित भल संबंध रखिबा पई चेष्टा करंतु। आज वृष राशि व्यक्ति अर्थजनित क्षेत्र रे आपणकर आशा अनुसार लाभ करि परिबे नाही। तेणु कौनसी अर्थजनित निष्पत्ति नियंतु नाही एवं नूतन व्यापार वाणिज्य पई आज आदु दियंतु नाही समय। तेबे वृष राशि व्यक्ति आज स्वास्थ्यगत दृष्टि देखिले आपणकर स्वास्थ्य चिंतित रही पारंती। पूर्वरु दांत जनित जदि समस्या थिबो आज अधिक बढ़े दे पारे। यह प्रति निश्चित वृष राशि व्यक्ति सचेतन रुहंतु। आज वृष राशि व्यक्तिंकर भाग्य संख्या रही जहा कि 1, भाग्य रंग आपण धला रंग व्यवहार करि परिबे एवं ग्रह माने आपण को आज जहा कि 25% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज दिनटी आपण को प्रत्येक कार्य सचेतन सहकारे करिबा को पड़िबो। अनेक चैलेंज आसी पारे जाहाकु सामना करिबा आपणकर निहाती धैर्य आवश्यकता रही। मानसिक द्वंद्व बढ़ी पारे, अतिरिक्त कार्यचाप बढ़ी पारे। यह प्रति सचेतन रुहंतु। निजर ऑफिस जनित कार्य रे आपण को आज परिचालना करिबा भारी कष्टकर होई पारे मिथुन राशि व्यक्ति। आज मिथुन राशि व्यक्ति सामाजिक राजनीतिक क्षेत्र रे आपणकर भाग्य सेतोटी साथ न दे पारे। शिक्षार्थी विद्यार्थी माने निज पाठ पढ़ा रे अवहेला युक्त रही पारंती। यह प्रति ध्यान देवे एवं निजर पाठ पढ़ा प्रति निश्चित सचेतन रुहंतु। आज मिथुन राशि व्यक्ति प्रेम दुनिया रे जो माने जड़ित अछंती सदा बेले सकारात्मक भावना रखंतु। उत्तम संपर्क बजाई रखंतु। आपनक भितर जदि किछि द्वंद्व थिबो आज ता समाधान करंतु जहा आपनक पई भलो होबे। तेबे मिथुन राशि व्यक्ति आज प्रेमर नूतन वार्तालाप पई उत्तम जुग नुहे। तत्सहित आज परिवार बंधु वर्गଙ୍କ सहित भल संबंध रखिबा पई चेष्टा करंतु। तेबे मिथुन राशि व्यक्ति आज आर्थिक परिस्थिति आपनक पई आदु भल जुग नाही। तेणु व्यापार वाणिज्य पई निश्चित सावधान रुहंतु। विशेषकर रिस्कफुल व्यापार वाणिज्य करंतु नाही, नहले रिस्कफुल व्यापार वाणिज्य करिले परवर्ती स्टेप रे महंगा पड़ी पारे। आज मिथुन राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य समस्या जहा कि जड़ित रही पारे। पूर्वरु जदि आपणकर पेट जनित समस्या थिबो आज निश्चित निजर खाद्य प्रति सचेतन रुहंतु मिथुन राशि व्यक्ति। आज मिथुन राशि व्यक्तिंकर भाग्य संख्या रही 8, भाग्य रंग आपण गुलाबी रंग व्यवहार करि परिबे एवं ग्रह माने आपण को आज जहा कि 40% साथ दउछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज निजर लक्ष्य स्थले पहुंचीबार भाग्य आपणकर पूर्ण अनुकूल दिन रही। प्रत्येक कार्य आपण निश्चित एक शुभ जुग रहुची। आज गुरुत्वपूर्ण निष्पत्ति नबा पई कर्कट राशि व्यक्तिंकर भाग्य ग्रह पूर्ण शुभ जुग परिस्थिति बनाउची। तेबे कर्कट राशि व्यक्ति निजर दैनंदिन कार्य रे आपणकर प्रतिभा परिदर्शन करिवे। समस्त आपन को आज सहयोग करिवे। चाकरी संबंध रे कार्य गुडी को आपन को निश्चित उपरस्थ ऑफिसर आपन को ऊपर सदा बेले प्रशंसा बा भल पाइबा आज देखा देबा। आपनकर कार्य कौशल भिन्न प्रकार हेबो, दृष्टि आकर्षण होई पारे कर्कट राशि व्यक्तिंकर। आज कर्कट राशि व्यक्ति राजनीतिक सामाजिक क्षेत्र रे आपनकर दक्षता बढ़िबो। तत्सहित शिक्षार्थी विद्यार्थी मानकर जदि इंटरव्यू एग्जाम थिबो सेथि अनेक प्रकार सफलता प्राप्त करिवार उत्तम जुग रहुची। आज कर्कट राशि व्यक्ति जो माने प्रेम दुनिया रे जड़ित अछंती
ସେମାନଙ୍କ ପାଇଁ ଆଜି ଆନନ୍ଦ ଭରା ଦିନ ହୋଇପାରେ। ମଧୁର ବାର୍ତ୍ତାଳାପ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ପୂର୍ବରୁ ଯଦି କିଛି ସମସ୍ୟା ଥିବ ତାହା ଆଜି ସମାଧାନ ହେବା ସହିତ ଆଜି କର୍କଟ ରାଶି ବ୍ୟକ୍ତି ପରିବାର ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ତେବେ ଆଜି କର୍କଟ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା ଯଦି କରୁଛନ୍ତି ସେଥିରେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିପାରନ୍ତି। ଉତ୍ତମ ବିଳାସପୂର୍ଣ୍ଣ ଦିନ କଟିପାରନ୍ତି। ଆଜି ଖର୍ଚ୍ଚ ଅଧିକ କରିପାରନ୍ତି, ଆୟ ମଧ୍ୟ ସେତିକ ହବ ଆପଣଙ୍କ ଯାହା ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିବେ, କୌଣସି ସମସ୍ୟା ରହିବ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଟିକେ ନିତ୍ୟକର୍ମକୁ ଟିକେ ସାବଧାନ ସହକାରେ କାର୍ଯ୍ୟ କରନ୍ତୁ। ଅନ୍ୟମାନଙ୍କ ସହିତ ବାର୍ତ୍ତାଳାପ କରିବା ଭିତରେ ଆପଣ ଟିକେ କୌଣସି କଟୁ କଥା କୁହନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆପଣଙ୍କର ଆଜି ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକ ଅଧିକ ଚାପ ବଢ଼ିବ, ତେଣୁ ଚାପ ସତ୍ତ୍ୱେ ଆପଣ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଟିକେ ବିଶ୍ରାମ ନେଇ ପୁଣି କାର୍ଯ୍ୟ ଆରମ୍ଭ କରନ୍ତୁ। ସିଂହ ରାଶି ବ୍ୟକ୍ତି ଦେଖିବେ ଆପଣଙ୍କର କାର୍ଯ୍ୟ ଧୀରେ ଧୀରେ ସଫଳତା ଆଡ଼କୁ ଅଗ୍ରଗତି କରିବ। ତେବେ ସିଂହ ରାଶି ବ୍ୟକ୍ତି ଆଜି କାର୍ଯ୍ୟ କ୍ଷେତ୍ରରେ ବିଶେଷ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟ ତ୍ରୁଟି ଆସିପାରେ, ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଯାହାକି ବିଶେଷ ସଫଳତା ଯୁଗ ନାହିଁ। ତତ୍ସହିତ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଶା ଅନୁଯାୟୀ ବିଶେଷ ସଫଳତା ପାଇପାରିବେ ନାହିଁ, ଯାହା ଆପଣଙ୍କ ଶିକ୍ଷା କ୍ଷେତ୍ରରେ ଜଣାପଡ଼ୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଟିକେ ନିଜକୁ ନିୟନ୍ତ୍ରଣ ରଖନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବେପାର ବାଣିଜ୍ୟ କ୍ଷେତ୍ରରେ ଆଜି ଦୂରତା ଅବଲମ୍ବନ କରିଲେ ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ଭଲ ହେବ। ତେବେ ଦୈନନ୍ଦିନ ବେପାର ବାଣିଜ୍ୟ ଯେଉଁମାନେ କରୁଛନ୍ତି ନିଶ୍ଚିତ ସଚେତନ ସହକାରେ କରନ୍ତୁ। ତେବେ ସିଂହ ରାଶି ଆଜି ବ୍ୟକ୍ତି ପ୍ରେମ ସମ୍ପର୍କରେ ନିଜ ଭିତରେ କିଛି ମତଭେଦ ଆସିପାରେ, ଏହା ପ୍ରତି ଦୂରତା ଅବଲମ୍ବନ କରନ୍ତୁ ବା ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ସିଂହ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ଏବଂ ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ କିଛି ଅପ୍ରୀତିକର ସୃଷ୍ଟି ହୋଇପାରେ, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପୂର୍ବରୁ ଯଦି ଆଖି ଜନିତ ସମସ୍ୟା ଥିବ ଆଜି ନିଶ୍ଚିତ ସାବଧାନ ହୋଇଯାଆନ୍ତୁ, କାରଣ ଏ ସମସ୍ୟାଟା ପୁନରାବୃତ୍ତି ହୋଇପାରେ, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଯଦି ଅଧିକ ଆପଣଙ୍କର ସମସ୍ୟା ଆସେ ତେବେ ଡକ୍ଟର ପରାମର୍ଶ ନିଅନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ସିଂହ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ବହୁତ ଆନନ୍ଦିତ ସହକାରେ କଟିବ। ପ୍ରତ୍ୟେକ କାର୍ଯ୍ୟ ଆପଣ ଧୀରେ ଧୀରେ ଅଗ୍ରଗତି କରିବେ, ସଫଳତା ଶୀର୍ଷରେ ପହଞ୍ଚିବ ଏବଂ ଆଜି ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିବ। ପ୍ରତ୍ୟେକ କାର୍ଯ୍ୟ ଆପଣ ବିଶେଷ କରି ଚାକିରି କ୍ଷେତ୍ରରେ ଆପଣଙ୍କ ପାଇଁ ପୂର୍ଣ୍ଣ ସଫଳତା ଯୋଗ ଦଉଛି, ଯାହାକି କାର୍ଯ୍ୟ ପ୍ରଶଂସା ପାଇବାର ଯୋଗ୍ୟ ବନି ଯାଇପାରନ୍ତି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦବଦବା ବଢିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼େ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ତେବେ ଆଶା ଅନୁଯାୟୀ ନିଶ୍ଚିତ ସଫଳତା ପ୍ରାପ୍ତ କରିପାରନ୍ତି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି ମଧୁର ସମ୍ପର୍କ ଦେଖାଦେବ। ତତ୍ସହିତ ଆପଣଙ୍କର ଯାହାକି ନୂତନ ପ୍ରେମର ବାର୍ତ୍ତାଳାପ କରିବା ପାଇଁ ଭାଗ୍ୟ କିଛି ମାତ୍ରାରେ ସାହାଯ୍ୟ କରିବ। ବନ୍ଧୁବର୍ଗଙ୍କ ସହିତ ପୂର୍ବରୁ ଯଦି କିଛି ସମସ୍ୟା ଥିବ ତାହା ସମାଧାନ ହେବା ସହିତ ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଉତ୍ତମ ଯୁଗ ବନଉଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଆଗକୁ ବଢିବେ। ଆଜି କିନ୍ତୁ ଅନାବଶ୍ୟକ ଖର୍ଚ୍ଚ କରିବେ ନାହିଁ, କିନ୍ତୁ ଅର୍ଥ ସଞ୍ଚୟ କରିବାର ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ମାନସିକ ସ୍ତରରେ ମଧ୍ୟ ଆପଣ ସ୍ଥିର ରହିବେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ନିଜର ଲକ୍ଷ୍ୟ ସ୍ଥଳେ ଆପଣ ଆଦୌ ପହଞ୍ଚିବା ପାଇଁ ଭାରି କଷ୍ଟକର, ଯାହାକି ନକାରାତ୍ମକ ଶକ୍ତି ଆପଣଙ୍କ ପାଖରେ ଅନେକ ପ୍ରକାର ଦେଖାଦେବ। ମାନସିକ ସ୍ଥିତି ଭଲ ରହିବ ନାହିଁ,
ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଆଜି ତୁଳା ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ଦୈନନ୍ଦିନ କାର୍ଯ୍ୟ ପ୍ରତି ସଚେତନ ଅନୁଭବ କରି କାର୍ଯ୍ୟ କରନ୍ତୁ। ବିଶେଷ କରି ସୁସଂଗଠିତ ଭିତରେ ଆପଣ ରହି କାର୍ଯ୍ୟ କଲେ ଭଲ ରହିବ। ତେବେ ଅଫିସ ଜନିତ କାର୍ଯ୍ୟରେ ଆପଣ ଭଲ ପ୍ରଦର୍ଶନ କରିପାରିବେ ନାହିଁ, ଯାହା ପାଇଁ ଆପଣ ପରୋକ୍ଷରେ ଗାଳି ଶୁଣି ପାରନ୍ତି। ତେଣୁ ଏହା ପ୍ରତି ଆପଣ ଧ୍ୟାନ ଦେଇ ବିଶେଷ କରି ମାନସିକ ସ୍ଥିତିକୁ ଭଲ ରଖି କାର୍ଯ୍ୟ କରିଲେ ଆପଣଙ୍କର କାର୍ଯ୍ୟ ସମସ୍ତ ସଫଳତା ଆଡ଼କୁ ଧୀରେ ଧୀରେ ଅଗ୍ରଗତି କରିବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ଏହା ପ୍ରତି ସଚେତନ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ପାଠ ପଢ଼ାରେ ଅଭାବ ରହିବ, ଅର୍ଥାତ୍ ଏକାଗ୍ରତା କମିଯିବ। ତେଣୁ ଏହା ପ୍ରତି ତୁଳା ରାଶି ବ୍ୟକ୍ତି ସଚେତନ ରହିବା ସହିତ ତୁଳା ରାଶି ବ୍ୟକ୍ତି ଆଜି ନିଜର ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି, ବିଶେଷ କରି ଆପଣଙ୍କର ପ୍ରେମର କିଛି କଥାବାର୍ତ୍ତାକୁ ନିଶ୍ଚିତ ଧ୍ୟାନ ଦିଅନ୍ତୁ। କୌଣସି ଯୁକ୍ତିତର୍କ କଳହ କରନ୍ତୁ ନାହିଁ। ଆପଣଙ୍କର ପ୍ରେମ ସମ୍ପର୍କ ଆଜି ଖରାପ ହବାର ଚାନ୍ସ ରହୁଛି। ନୂତନ ପ୍ରେମର ବାର୍ତ୍ତାଳାପ ଆଜି ଭଲ ଦିନ ହୋଇନପାରେ। ପରିବାର ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ ନିଜ ଭିତରେ ମନାନ୍ତର ଯୁଗ ରହୁଛି। ଏହା ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି ତୁଳା ରାଶି ବ୍ୟକ୍ତି। ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ସାବଧାନ ରୁହନ୍ତୁ। ଆଶା ଅନୁଯାୟୀ ଆଜି ବିଶେଷ ଲାଭ ପ୍ରାପ୍ତ କରି ନ ପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ନିଜର ଖାଦ୍ୟ ପ୍ରତି ଏବଂ ମସଲାଯୁକ୍ତ ଖାଦ୍ୟ ପ୍ରତି ସାବଧାନ ରୁହନ୍ତୁ। ଆଜି ଉତ୍ତମ ସ୍ୱାସ୍ଥ୍ୟ ରହିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଉତ୍ତମ ସ୍ୱାସ୍ଥ୍ୟ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହାର ପୁନରାବୃତ୍ତି ହୋଇପାରେ। ଏହା ପ୍ରତି ସଚେତନ ରୁହନ୍ତୁ ତୁଳା ରାଶି ବ୍ୟକ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଆନନ୍ଦମୟ ଦିନ ହୋଇପାରେ। ସମସ୍ତ କାର୍ଯ୍ୟ ଆପଣ ସଫଳତା ପ୍ରାପ୍ତ କରିପାରନ୍ତି। ଅଧିକ ପରିଶ୍ରମ ହୋଇପାରନ୍ତି। ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବାର ପୂର୍ଣ୍ଣ ସୁଯୋଗ ରହୁଛି। ସହକର୍ମୀ ମାନେ ଆପଣଙ୍କୁ ନିଶ୍ଚିତ ସାହାଯ୍ୟ କରିପାରନ୍ତି। ଆଜି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ତଥା ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର ସୁନାମ ଅର୍ଜନ କରିବାର ଉତ୍ତମ ଯୁଗ ରହିଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ନିଜର କର୍ମକ୍ଷେତ୍ରର ଦକ୍ଷତାରେ ଭଲ ସ୍ୱୀକୃତି ବା ଆପଣଙ୍କ ପ୍ରଶଂସା ପାଇପାରନ୍ତି। ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିପାରନ୍ତି। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହିବ। ବିଛା ରାଶି ବ୍ୟକ୍ତି ଆଜି କିଛି ଯଦି ଦୂରଯାତ୍ରା ପାଇଁ ଯାଉଛନ୍ତି, ତେବେ ଆପଣଙ୍କର ସେ କାର୍ଯ୍ୟ ସଫଳତା ହେବ। ବିଛା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦବଦବା ବଢିବ। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ଯାହାକି ଚାକିରି ସମ୍ବନ୍ଧରେ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଉତ୍ତମ ଶୁଭ ଯୁଗ ରହୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ସଫଳତା ପାଇବେ। ନିଜର ଅର୍ଥ ଆଜି ନିଶ୍ଚିତ ଆଗକୁ ବଢି ନିଜର ବେପାର ବାଣିଜ୍ୟ ପାଇଁ ଶୁଭ ଯୁଗ ରହୁଛି। ତତ୍ସହିତ ଆଜି ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ଆଜି ଅର୍ଥର ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବେ। ଆଜି ବିଛା ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି ମଧୁର ବାର୍ତ୍ତାଳାପ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ଯାହାକି ପରିବାର ବର୍ଗ ଏବଂ ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ଭଲ ବୁଝାମଣା ରହିବ ଏବଂ ସମ୍ପର୍କ ଭଲ ରହିବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କ ଇଚ୍ଛା ଅନୁସାରେ ସମସ୍ତ ଫଳାଫଳ ହେବ। ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବେ। ନୂତନ ବିନିଯୋଗ କରିବା ପାଇଁ ଆଜି ଲାଭଦାୟକ ହେବ। ଆପଣଙ୍କର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟପୂର୍ଣ୍ଣ ସଫଳତା ଯୁଗ ରହିଛି। ଆଜି ଧନୁ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଜଟିଳତା କାର୍ଯ୍ୟକୁ ମଧ୍ୟ ଅତି ସହଜରେ ପୂର୍ଣ୍ଣ କରିବ। ଚାକିରି ଜନିତ କାର୍ଯ୍ୟଗୁଡ଼ିକୁ ଆପଣଙ୍କୁ ସମସ୍ତେ ସହଯୋଗ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ର ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ଧନୁ ରାଶି ବ୍ୟକ୍ତି ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢିବ। ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ସଫଳତାର ଶୀର୍ଷରେ ପହଞ୍ଚିବେ। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସେଥିରେ କୃତ କାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡେ। ତେବେ ଧନୁ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ମଧୁର ସମ୍ପର୍କର ଯୁଗ ରହୁଛି, ଯାହାକି ମଧୁର ବାର୍ତ୍ତାଳାପ କରିବା ସହିତ ଆଜି ଆପଣ ବହୁତ ହସ ଖୁସିରେ ଦିନ କଟିବେ, ଯାହା ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି। ନୂତନ ପ୍ରେମର ବାର୍ତ୍ତାଳାପ କରିବା ପାଇଁ ଆଜି ଭାଗ୍ୟ ଆପଣଙ୍କର ସାଥ ଦେଉଛି। ଆଜି
परिवार एवं बंधुवर्ग सहित भल संबंध रहिबो जहाँ आपणक भाग्य चक्र जना पड़ुछि। तेबे आज धनुराशि व्यक्ति व्यापार वाणिज्य आपण अनेक प्रकार लाभ करिवे। अर्थ आज संचय करिवार पूर्ण सुजोग रहुछि। आज नूतन जहाँ कि बिजनेस करिवा पई भाग्य आपणकर साथ देउछि, उत्तम परिस्थिति रहुछि। तेणु जेकोसी आज व्यापार वाणिज्य करिले बा निष्पत्ति नेले आपणको भाग्य शुभजुग परिस्थिति बनैबार पूर्ण सुजोग रहुछि। तबे धनुराशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य पूर्ण सुस्थ रहिबे, कोनोसी स्वास्थ्य समस्या रहिबो नै, मानसिक स्तर रे मध्ये आपण पूर्ण सुस्थ रहिबे। आज धनुराशि व्यक्तिंकर भाग्य संख्या रहिछि जहा कि 2 भाग्य रंग आपण कमला रंग व्यवहार करि परिबे एवं ग्रह माने आपण को आज जहा कि 98% साथ दउछंती। एबे चलंतु जानिबा मकर राशि व्यक्तिंक विषय। मकर राशि व्यक्ति आज दिनटी आपण को प्रत्येक कार्य फलाफल को नियंत्रण सहकारे कार्य करबा को पड़िबो। आपण को अनुसार कार्य न होई पारे, कार्य रे अनेक चाप त्रुटि आसी पारे। तेणु यह प्रति निश्चित मकर राशि व्यक्ति ध्यान दबार आवश्यकता रही। प्रत्येक कार्य को आपण निश्चित योजना प्रस्तुत जदि करी कार्य करिवे तेबे निश्चित सफलता प्राप्त करिवे, नहले विफलता आपण को आखपाखरे रहिबो। मकर राशि व्यक्ति आज मकर राशि व्यक्ति राजनीतिक सामाजिक क्षेत्र रे आपण दूरता अवलंबन करंतु। तत्सहित मकर राशि व्यक्ति शिक्षार्थी विद्यार्थी माने निजर पाठ प्रति सचेतन रुहंतु, एकाग्रता सहकारे निजर पाठ प्रति ध्यान देंतु, कारण आज एकाग्रता कमी जिवार चांस रहुछि। तेबे मकर राशि व्यक्ति प्रेम दुनिया जो माने जड़ित अछंती निजर मधुर संपर्क बजाई रखंतु। आवश्यक स्थले आपण कोनोसी युक्तितर्क कलह करंतु नै, कारण आज मनांतर युग रहुछि। तेबे मकर राशि व्यक्ति परिवार बंधुवर्ग सहित किछि मनमालिन होई पारे। तेणु या प्रति सचेतन रहिबा सहित आर्थिक व्यापार वाणिज्य रे आपण निजर अर्थजनित कौनसी निष्पत्ति नियंतु नाही एवं सतर्क रुहंतु व्यापार वाणिज्य क्षेत्र रे एवं आज अनावश्यक खर्च ठारू दूरता अवलंबन करंतु मकर राशि व्यक्ति। तेबे मकर राशि व्यक्ति आज स्वास्थ्यगत दृष्टि देखिले आपणकर स्वास्थ्य विशेष करी समस्या रहिबो। परिवार वर्गक स्वास्थ्य नै आपण अधिक चिंतित रहि पारंती। तेणु यह प्रति निश्चित मकर राशि व्यक्ति सचेतन रहिबार आवश्यकता रहिछि। आज मकर राशि व्यक्ति कौनसी दूर यात्रा जदि करूछंती निश्चित टिके सावधान रुहंतु, कारण दूर यात्रा रे आपनको विशेष सफलता न मिलि पारे। तेबे आज मकर राशि व्यक्तिंकर भाग्य संख्या रहिछि जहा कि 9, भाग्य रंग आपण हळदिया रंग व्यवहार करि परिबे एवं ग्रह माने आपनको आज जहा कि 40% साथ दउछंती। एबे चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्ति आज दिनटी प्रगतिशील फलाफल आपणक हिसाब रे हेबो नाही, मानसिक द्वंद्व बढ़िबो, विकास युक्त कार्य रे अति प्रतिबंधक आसीबो, विभिन्न प्रकार चाप आसीबो, आपणकर अतिरिक्त कार्य रे आपणको आगको बढ़ी पारिबे नाही, मानसिक स्तर रे आपण दुर्बल हेबे, ऑफिस जनित कार्य रे आपणकर विशेष त्रुटि रहिबो जहा पई उपरस्थ ऑफिसर को ठारू आपण गाली सुनिबार चांस रहुछि। तेबे कुंभ राशि व्यक्ति आज शिक्षार्थी विद्यार्थी माने निजर पाठ पढ़ारे अवहेला युक्त रहुचंती। तेणु निजर पाठ प्रति सचेतन रहिबा सहित राजनीतिक सामाजिक क्षेत्र जो माने कार्य करूछंती आज टिके स्थिरता रहिला आपणको पई लाभदायक हेबो। आज कुंभ राशि व्यक्ति प्रेम दुनिया रे जो माने जड़ित अछंती निजर जीवन साथी सहित आदु युक्ति तर्क करंतु नाही, भल संपर्क रखिबा पई चेष्टा करंतु, नहले संबंध खराब होबार चांस रहउछि। तेबे कुंभ राशि व्यक्ति बंधु वर्ग एवं परिवार वर्ग सहित भल संपर्क रखंतु, जहा एहा बुद्धिमानर कार्य हेबो, नहले निज भितर मनांतर होबो जहा आपणको पई परवर्ती स्टेप रे महंगा पड़िबो। तेबे कुंभ राशि व्यक्ति अर्थजनित कारोबार रे अनावश्यक खर्च ठारू दूरता अवलंबन करिबा सहित नूतन व्यापार वाणिज्य पई निष्पत्ति नियंतु नाही। जो माने दैनंदिन व्यापार वाणिज्य करूछंती निश्चित सावधान सहकारे करंतु, कोनोसी रिस्कफुल व्यापार वाणिज्य करंतु नाही। तेबे कुंभ राशि व्यक्ति आज स्वास्थ्यगत दृष्टि देखिले आपणकर स्वास्थ्य विशेष करी पूर्वर जदि किछि समस्या थिबो आज आहुरी बढ़ी जाई पारे, विशेष करी हजम जनित समस्या आपणको अधिक देखा जाउछि। एहा प्रति निश्चित खाद्य पेय पानी को सावधान सहकारे परिचालना करंतु, जहा आपणको पई भलो हेबे। तेबे कुंभ राशि व्यक्तिंकर भाग्य संख्या रहिछि जहा कि 7, भाग्य रंग आपण बैगणी रंग व्यवहार करि परिबे एवं ग्रह माने आपणको आज जहा कि 50% साथ दउछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज दिनटी आपणकर भाग्य पूर्ण सफलता युग रहुछि। आज जेकोसी कार्य करिवे ताहा पूर्ण होबा सहित पूर्व अटकी जाइतिबा कार्य मध्ये संपूर्ण होबार पूर्ण शुभ युग रहुछि। आज निज इच्छा अनुसार कार्य करिवे, उत्तम फलाफल आपणक भाग्य साथ देउछि। आज दैनंदिन कार्य रे नूतन किछि सुजोग मिलिबो,
तत्सहित ऑफिस जनित कार्य आपण आगकू बढ़िबे निजर किछि पद मर्यादा बढ़िब मान सम्मान प्रतिष्ठा लाभ होबो एवं मीन राशि व्यक्ति कार्य कौशल रे आपनकर उपरस्थ ऑफिसर आपनको प्रशंसा करि पारंती तत्सहित मीन राशि व्यक्ति आज समस्ते आपनको सहयोग करि पारंती तबे मीन राशि व्यक्ति आज आपनकर राजनीतिक सामाजिक क्षेत्र रे आपनकर दक्षता वृद्धि करिवो प्रतिष्ठा लाभ हेबो तबे मीन राशि व्यक्ति शिक्षार्थी विद्यार्थी माने इंटरव्यू एग्जाम थिले से अनेक प्रकार सफलता पाइबे जहाँ आपण भाग्य चक्र जना पड़े तेज मीन राशि व्यक्ति आज जो माने प्रेम दुनिया रे जड़ित अछंती आपण भल संबंध रहिबो मधुर वार्तालाप करिवार उत्तम युग रही तत्सहित मीन राशि व्यक्ति आज नूतन प्रेमर वार्तालाप करने उत्तम युग रही जहाँ आपण भाग्य चक्र जना पड़े तेज मीन राशि व्यक्ति आज परिवार बंधुवर्ग सहित भल संबंध रहिबो हस खुशी दिन कटिवार सुजोग देव आज मीन राशि व्यक्ति अर्थजनित कारोबार आपण अनेक प्रकार लाभ करिवे नूतन व्यापार वाणिज्य निष्पत्ति नवा भाग्य आपणकर शुभयुग परिस्थिति बनाऊछि तत्सहित मीन राशि व्यक्ति आज पूर्वर करिथिबार परिश्रम आज फल पाइबे जहाँ आपण भाग्य चक्र जना पड़े तेज मीन राशि व्यक्ति आज स्वास्थ्यगत दृष्टि देखिले आपण संपूर्ण सुस्थ रहिबे मानसिक स्तर रे मध्ये आपण सुस्थ रहिबे कौनसी स्वास्थ्य समस्या रहिबो नाही जहाँ आपण भाग्य चक्र जना पड़े तेज मीन राशि व्यक्तिंकर आज भाग्य संख्या रही जहाँ कि 5 भाग्य रंग आपण नील रंग व्यवहार करि परिबे एवं ग्रह माने आपण को आज 95% साथ दउचंती ओम विष्णवे नमः नमस्कार।